এই শুভ সকাଳର শুভ খବର ପାଇଁ ପ୍ରତ୍ୟେକଙ୍କୁ ମୋର ଆନ୍ତରିକ ନମସ୍କାର। ବର୍ତ୍ତମାନ ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀ ମାଧ୍ୟମରେ 50ତମ ମହିଳା ସଭା ହେବାକୁ ଯାଉଥିବା ସ୍ଥାନ ହେଉଛି ନାମନଗର ବାପ୍ଟିଷ୍ଟ ମଣ୍ଡଳୀର ଯେଉଁ ସ୍ଥାନରେ ସଭା ହେବ ସେ ପଡ଼ିଆ ନିକଟରେ ମୁଁ ବର୍ତ୍ତମାନ ପହଞ୍ଚିଛି। ଆଉ କି ପ୍ରକାର କାମ ଚାଲିଛି, କେମିତି କ'ଣ ହେଇଛି, ଷ୍ଟେଜ ବିଭିନ୍ନ ପ୍ରୋଗ୍ରାମ ବିଷୟରେ ଆସନ୍ତୁ ବୁଝିବା ନିମନ୍ତେ ଯିବା। ବର୍ତ୍ତମାନ ମୁଁ କହିବି କ୍ୟାମେରାମ୍ୟାନକୁ ଟିକେ ଦେଖେଇବେ ପଡ଼ିଆରେ କେତେ ବଡ଼ ବିଶାଳ କାମ କରାଯାଇଛି। ଷ୍ଟେଜର କାମ କିମ୍ବା ହଉ କିମ୍ବା କୌଣସି ପଡ଼ିଆର ବିଭିନ୍ନ ଡିଜାଇନ ବିଷୟରେ ବି କାମ ହେଇଛି, ପୁଣି ବିଶାଳ ଭାବେ ହେଇଛି। ସେ ସମ୍ପର୍କରେ ଆସନ୍ତୁ ଦେଖିବା ପାଇଁ ଯିବା। ପୁଣି ସ୍ଥାନୀୟ ମଣ୍ଡଳୀର ମେଳା ସମିତିର କିଛି ବାଇଟ କେମିତି ସେମାନେ ପ୍ରସ୍ତୁତ କରିଛନ୍ତି, କ'ଣ ପ୍ରୟାସ ଚାଲିଛି, କି ପ୍ରକାର ପ୍ରଭୁଙ୍କ ଗୌରବ କାର୍ଯ୍ୟ ମଧ୍ୟ ପୁରା ଷ୍ଟେଜ କାମ ପୁରା ଆଉ ଚାଲିଛି ବର୍ତ୍ତମାନ ଜୋରସୋରରେ। ଅଳ୍ପ ଦିନ ରହିଲା, ଆଉ ରହିଲା ମାତ୍ର କେଇ ଦିନଟି ଅଛି। ନିଶ୍ଚିତ ଭାବେ ଆସନ୍ତୁ ବର୍ତ୍ତମାନ କ୍ୟାମେରାମ୍ୟାନ ଆଗକୁ ଆସିବେ, କ'ଣ ସବୁ ସମ୍ପର୍କ ବିଷୟରେ ଖବର ରହିଛି, କେମିତି ଆଉ ମା ମାନେ ବା ମହିଳା ସମିତିର କର୍ମକର୍ତ୍ରୀ ଭଉଣୀ ମାନେ କେମିତି ଦାୟିତ୍ୱ ନେଇଛନ୍ତି, କ'ଣ ସବୁ ବ୍ୟବସ୍ଥାରେ ସେମାନେ ଅଛନ୍ତି, ଯାହା ଆଜି ଆମମାନଙ୍କ ପାଇଁ ଗୋଟେ କ୍ଲିଅର ବିଷୟ ଜଣାପଡ଼ିବ। ତେଣୁ ମୋ ସାମ୍ନାରେ ଅଛନ୍ତି ମହିଳା ସମିତି ସ୍ଥାନୀୟ ମହିଳା ସମିତି ଭଉଣୀ ମାନେ ଅଛନ୍ତି। ଆଉ ନିଶ୍ଚିତ ଭାବେ ଟିକେ ସାଇଡ ହେଇଯିବା, ଖରା ଆସୁଛି। ନିଶ୍ଚିତ ଭାବେ ବର୍ତ୍ତମାନ ମୋ ସାମ୍ନାରେ ଦିଦି ମାନେ ଅଛନ୍ତି, ସମସ୍ତଙ୍କୁ ମୋ ନମସ୍କାର। ଆଉ କ୍ୟାମେରାମ୍ୟାନ ଟିକେ ଆଗକୁ ଆସିବେ ନିଶ୍ଚିତ ଭାବେ। ଆଉ ଆପଣଙ୍କ ମଣ୍ଡଳୀରେ ଅର୍ଥାତ୍ ନାମନଗର ମଣ୍ଡଳୀରେ ଆମ ସମ୍ମିଳନୀର 50ତମ ବାର୍ଷିକ ମହିଳା ସମିତି ସଭା ହେବାକୁ ଯାଉଛି। ନିଶ୍ଚିତ ଭାବେ ଆଉ ଆମର ଦର୍ଶକ ମାନେ ଅପେକ୍ଷାରେ ଅଛନ୍ତି ଯେ ମହିଳା ସମିତି ନାମନଗର କ'ଣ ସବୁ ବାର୍ତ୍ତା ରଖିବେ। ଆଉ ସଭାନେତ୍ରୀ ମୋ ପାଖରେ ଅଛନ୍ତି, ସେ କହିବେ। ଆମ ସମ୍ମିଳନୀ ଆମ ଖବରକୁ ସ୍ୱାଗତ କରୁଛୁ। ପ୍ରେସ୍ ଦଳ ଧନ୍ୟବାଦ। ଆମ ନାମନଗର ମହିଳା ସମିତି ଠାରେ ମହିଳା ସମ୍ମିଳନୀର 50ତମ ଅଧିବେଶନ ହେବାକୁ ଯାଉଅଛି। ଆଉ ସେଥିସଙ୍ଗେ ଆମ ନାମନଗର ମଣ୍ଡଳୀର ସମସ୍ତ ମୁଖ୍ୟ କର୍ମକର୍ତ୍ତା ସମସ୍ତଙ୍କୁ, ସମ୍ମିଳନୀର ମୁଖ୍ୟ କର୍ମକର୍ତ୍ତା ସମସ୍ତଙ୍କୁ ମୋର ଭକ୍ତିପୂର୍ଣ୍ଣ ନମସ୍କାର ଜଣାଏ। ନମସ୍କାର। ଏହି ସମୟରେ ମୁଁ କ'ଣ କହିବାକୁ ଯାଏ, ଆମ ନାମନଗର ମଣ୍ଡଳୀର ମହିଳା ସମିତି ଠାରେ ଯେଉଁ ଅଧିବେଶନ ହେବାକୁ ଯାଉଅଛି, ଆମମାନେ ସେଥି ସଙ୍ଗେ ସଙ୍ଗେ ସମସ୍ତେ ଆମମାନେ ଅସ୍ତବ୍ୟସ୍ତ ଅଛୁ। ଯେପରି ଆମମାନେ ସେଇ ସଭାକୁ ସଫଳ କରିବାକୁ ପାରିବୁ, ଆମମାନେ ଯେପରି ସେଇ ସଭାକୁ ନିୟନ୍ତ୍ରଣ କରିବାକୁ ପାରିବୁ, ସେଥିପାଇଁ ଆମମାନଙ୍କର ରାସ୍ତା ବି ଖରାପ ଅଛି। ଯେଉଁମାନେ ଆସିବେ ସେମାନେ ଯାନବାହନରେ ଆସିବେ, ସେମାନଙ୍କର ସୁରକ୍ଷା ପାଇଁ ପ୍ରଭୁ ଯୀଶୁ ସାହାଯ୍ୟ କରିବେ, ଉଦ୍ଧାର କରିବେ, ରକ୍ଷା କରିବେ। ସେଥିପାଇଁ ଆମମାନେ ସମସ୍ତଙ୍କୁ ଅନୁରୋଧ କରୁଅଛୁ, ପ୍ରାର୍ଥନା ଲୋଡ଼ିଅଛୁ, ଆମମାନେ ଯେପରି ସେଇ ସଭାକୁ ନିୟନ୍ତ୍ରଣ ସଫଳ କରିପାରିବୁ। ନିଶ୍ଚିତ ଭାବେ ପ୍ରଥମ କଥାଟି ପ୍ରିୟ ଦାସୀ ସଭାନେତ୍ରୀ ଆମମାନଙ୍କୁ କହୁଥିଲେ ଯେ ପ୍ରଭୁଙ୍କ ଲୋକମାନେ ଉକ୍ତ ଚଳିତ ମାସ 26-27 ତାରିଖ ଦିନ ସମସ୍ତେ ଅତ୍ୟନ୍ତ ଦୂରଦୂରାନ୍ତରୁ ଆସିବା ନିମନ୍ତେ ବେଗଗାମୀରେ ଆସିବେ। ଏଥିପାଇଁ ଯାତ୍ରା ସୁରକ୍ଷା ନିମନ୍ତେ ସେ ପ୍ରାର୍ଥନା ଚାହିଁଛନ୍ତି। ତା ସାଥେ ସାଥେ ବର୍ତ୍ତମାନ ଆମମାନଙ୍କର ଦିଦି ଅଛନ୍ତି, ଆପଣଙ୍କୁ ବି ଆମ ସମୟରେ ଆମ ଖବରକୁ ସ୍ୱାଗତ କରୁଛୁ। ନିଶ୍ଚିତ ଭାବରେ ଆପଣଙ୍କ ଏଇ ସମୟରେ ପ୍ରଭୁ ଅନୁଗ୍ରହ କରି ଏ ବର୍ଷ ମନୋନୀତ କରି ଏହି ସଭା କାର୍ଯ୍ୟ କରିବା ନିମନ୍ତେ ଏକ ଦାୟିତ୍ୱ ଭାର ଦେଲେ, କ'ଣ କହିବେ କୁହନ୍ତୁ ଆମ ଦର୍ଶକ ମାନଙ୍କୁ। ପ୍ରଥମେ ମୋର ସମସ୍ତଙ୍କୁ ନମସ୍କାର। ଆମମାନେ ଅସ୍ତବ୍ୟସ୍ତ ହେଉଛୁ। ଆମର କ୍ଷୁଦ୍ର ମଣ୍ଡଳୀ ମହିଳା ସମିତି ସମ୍ମିଳନ ଆଉ 50ତମ ବାର୍ଷିକ ମହାସଭା ରହିଛି। ସେଥିପାଇଁ ଆମେ କିପରି ଏ ମହାସଭା କରିପାରିବୁ, ଏଥିପାଇଁ ମଣ୍ଡଳୀ ପୁଣି ମହିଳା ସମିତି ଅସ୍ତବ୍ୟସ୍ତ ହେଉଛୁ। ଆଉ ଯେଉଁମାନେ ଦର୍ଶନ କରୁଛନ୍ତି, ଯେଉଁମାନେ ଆଉ ପ୍ରାର୍ଥନା କରିବେ ଆମ ପାଇଁ, ଯେପରି ଆମ କ୍ଷୁଦ୍ର ମଣ୍ଡଳୀରେ ସେଇ ସଭା ସଫଳ ହେବ ଆଉ ବହୁ ସଂଖ୍ୟାରେ ଯୋଗ ଦେବେ, ଏଥିପାଇଁ ସମସ୍ତେ ପ୍ରାର୍ଥନା କରନ୍ତୁ। ନିଶ୍ଚିତ ଭାବେ ପ୍ରିୟଦାସୀ କହିଥିଲେ, ସେଇ ଭଉଣୀ ଅଛନ୍ତି, ଦିଦି ଅଛନ୍ତି, ସମ୍ପାଦିକା ଅଛନ୍ତି। ନିଶ୍ଚିତ ଭାବେ ଆଉ କ'ଣ ନିମନ୍ତ୍ରଣ ଦେବେ ଆପଣଙ୍କ ଭଳିଆ ବିଭିନ୍ନ ମଣ୍ଡଳୀ ସମାଜର ଭଉଣୀ ମାନେ ଅଛନ୍ତି, ଦିଦି ମାନେ ଅଛନ୍ତି, କ'ଣ ନିମନ୍ତ୍ରଣ ବାର୍ତ୍ତା ଦେବେ କୁହନ୍ତୁ। ସର୍ବପ୍ରଥମେ ଦର୍ଶକ ମାନଙ୍କୁ ସମସ୍ତଙ୍କୁ ନମସ୍କାର ଜଣାଏ। ମୁଁ ସମସ୍ତ ମଣ୍ଡଳୀର ସମସ୍ତ କର୍ମକର୍ତ୍ତା ମାନଙ୍କୁ ବହୁତ ସଂଖ୍ୟାରେ ପ୍ରାର୍ଥନାର ସହ ଯୋଗ ଦେବେ ବୋଲି ମୁଁ ବହୁତ ବିଶେଷ ଅନୁରୋଧ କରୁଅଛି। କାରଣ ଆମର କ୍ଷୁଦ୍ର ମଣ୍ଡଳୀ,
आपण माने जानती आमे एटा असंभव आम पाए किंतु प्रभु संभव करबा एकमात्र सत्य जीवित परमेश्वर बोली मु तांकर भरोसा करी समस्त माँ भौणी बापा माँ मान को समस्त को बहुत संख्यार जोग देबे बोली अनुरोध करूछु। निश्चित भाव निमंत्रण रहिला निहाती केही मध्य मिस करिवे नाही ए अपूर्व बहुमूल्य सुजोगटी प्रभु ए 2025 साल रे आमानको मेला समिति माध्यम सुजोग दउछंती तेणु निश्चित भाव प्रिय दीदी अछंती और निश्चित भाव से भी तांग मुखर कथा कहबा पाई जिबा सुने पाई जिबा कौन कहिबे जे आपण भी एई महान कार्य निमंते केते समर्पण भाव काम करछंती आ कौन साहाय्य लोडछंती कोन दर्शक मानको। सर्वप्रथमे आमनकर सदाप्रभु को धन्यवाद देवा संगे संगे आमनकर दर्शक मानक मध्य मु धन्यवाद दिए एवं एठारे उपस्थित मोर महिला समिति मागण एवं उपस्थित दर्शक मान समस्त को मोर नमस्कार। नमस्कार। आमने आउ जहाँ ए सभा पाई बहुत व्यस्तता अच्छु जेपरि आमने क्षुद्र मंडली आउरी आमने एथिर किछि भी आमने योग्यता नुहे किंतु आउ सम्मिलन आम को मंडली को छोट मंडली को से जो दायित्व देइछंती ता आमने किपरि आउ सफल करिवु सेथिपा आमे बहुत व्यस्तता अच्छु आमनकर मंडली को आमनकर समिति को समस्त मंडली समस्त समाज आमनक पाई प्रार्थना करिवे बोली आमनकर अनुरोध। निहाती प्रियदासी आमान को कहूले जे प्रार्थना शक्ति अच्छी सामर्थ्य अच्छी निश्चित भाव प्रभु अनुग्रह करी आमान को जीवित परमेश्वर थर समर्थ सामर्थ्य आसे प्रभु निश्चित कार्य करेंगे। मु अनुरोध कर चाहे प्रिय दर्शक मंडली जे निहाती नामनगर मंडली अति छोट आ पुणी जो नेटवर्क भी नहीं तेणु निश्चित भाव में अति सावधान सहित उक्त सेवा कार्य को सफल करने निमंते प्रत्येक नित्य प्रार्थना आवश्यक रही तेणु आसतु आ गए प्रदासी अच्छा टे सैड हाँ आग को निहाती आते बड़ सभा ए वर्ष प्रभु आपन को बाछिले जे मंडली दायित्व नेबा निमंते ए समस्त भितर आपण केते खुशी आ केमिति चिंता करंती जे जेपरि ए कार्यटी की प्रभु को गौरव निमंते ए जगत प्रकाशित हेबा निमंते चिंता करंती कोन कहंतु। सर्वप्रथमे प्रभु को धन्यवाद दिए एवं समस्त प्रभु को दास दासी एवं छोट बड़ समस्त को नमस्कार। नामनगढ़ मंडली महिला समिति 50तम वार्षिक सम्मिलनी सभा नामनगढ़ ठारे उपस्थित होई अछि एवं छमड़ा मध्य आरंभ होइछि आमे छमड़ा रे ठिया हेछु आरंभ होई नै ता 2 दिन हेबो आरंभ हेछि आरंभ हेबो एवं नामनगढ़ मंडली छोट मंडली आमे सभा करिवार क्षमता नै किंतु प्रभुंकर इच्छा ए मंडली रे ए वर्ष पाई मनोनीत करि अछंती आमे अयोग्य माननकु आमे किछि मध्ये सक्षम नै सभा सम्मिलनी रो आमे सभा करिबा पाए किंतु प्रभुंकर इच्छा ताहा आम मंडली रे सुजोग देइछंती प्रभु प्रभुंकर दास दासी समस्ते आमानक पाए प्रार्थना करिवे बोली मोर अनुरोध केंति कि ए सभा जे परि सफल होई पारिबो एतिकी मोर निहाती प्रिय भौणी आमान को कहउछंती जे जे परि सभा सफल हेबो निहाती प्रत्येकंकर प्रार्थना आवश्यक रही पुणी आ गोटे कथा जानिया पाए चाहे निहाती दीदी कहिबे जे एई सभा रे क्यों माने वक्ता भावे योगदान देबा निमंते कार्यक्रम रही कहिबे। आमनकर प्रथम वक्ता हैला परीक्षा महाशय द्वितीय वक्ता निरंजन तुर्कु महाशय आ तृतीय वक्ता राजपति प्रोफेसर राजपति पाणी महाशय चतुर्थ वक्ता प्रबंधन पाणी महाशय रायगड़ा। निहाती आमर गजपति सम्मेलन सहित जड़ित सुपरिचित व्यक्ति माने अछंती परीक्षा आज्ञा पुणी तुर्क आज्ञा ता सहित आम दुईटी पाणी आज्ञा अछंती सेमानक मुखर उक्त सभा वाक्य परिवेशन कार्यक्रम रही निहाती प्रभु गौरव पांतु उक्त सभा दे आज यही संवाद यही संभाषण प्रत्येक निकट पहुंचू जे प्रत्येक शुणी दर्शक कहना चाहे जे निहाती देखा यथेष नुहे निहाती प्रार्थना आवश्यक रही तेणु अनुरोध करुचु प्रार्थना निहाती करने जी पुणी गोटे कथा मुझे चाहे तो निहाती संगीत समस्ते खुशी अटंती को मंडल को दायित्व दी कहार कौन अच्छी समस्ते अनेक ख्रीष्टीय भाई माने संगीत माने भल पाते निहाती तेणु दीदी कहे आपण कहतु
ମାନେ ପ୍ରଥମ ସଙ୍ଗୀତ ହେଉଛି ସଙ୍ଗୀତର ଦାୟିତ୍ୱ କେଉଁ ମଣ୍ଡଳୀକୁ କୋଉ ସମୟରେ କୋଉ ଓଳିରେ ଦିଆଯାଇଛି ସେ ସମ୍ପର୍କରେ ବି ଆଉ ବୁଝି ନେବା ପାଇଁ ଯିବା। ଦିଦି ନିଶ୍ଚିତ ଭାବେ ଆଉ ସଙ୍ଗୀତକୁ ଭଲ ପାଆନ୍ତି ସେ ଅନେକ ଲୋକ, ତେଣୁ ପ୍ରଥମ ଓଳିର ଦ୍ୱିତୀୟ ଓଳି ତୃତୀୟ ଚତୁର୍ଥ ଓଳି ପର୍ଯ୍ୟନ୍ତ କଣ କଣ ଦାୟିତ୍ୱ ଦିଆଯାଇଛି ମଣ୍ଡଳୀକୁ କୁହନ୍ତୁ। ପ୍ରଥମ ଓଳିର ସ୍ଥାନୀୟ ମଣ୍ଡଳୀର ନାମନଗଡ଼ ମହିଳା ସମିତିର ଅଛି। ଦ୍ୱିତୀୟ ଓଳି କେରଡାଙ୍ଗ ମଣ୍ଡଳୀର ଅଛି। ଆଉ ସୋମବାର ଦିନ ପାରଳା ଖିମଡିର ଅଛି। ଦ୍ୱିତୀୟ ଓଳି ବଡପଦା ମଣ୍ଡଳୀର ଅଛି। ସମସ୍ତେ ଯେଉଁ ମଣ୍ଡଳୀ ମାନଙ୍କୁ ନାମ ଘୋଷଣା କରିଛୁ ସମସ୍ତେ ସମୟ ଅନୁସାରେ ଆସି ମଣ୍ଡଳୀ ସ୍ଥାନୀୟ ମଣ୍ଡଳୀରେ ସଙ୍ଗୀତ ପରିଚାଳନା କରିବେ। ନିହାତି ଦିଦି ପୁରା ସୁନ୍ଦର କଥାଟିଏ ମତେ ମନେ ପକାଇଲେ ଯେ ପ୍ରତ୍ୟେକ ସଙ୍ଗୀତ ଦଳର ମଣ୍ଡଳୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି ନିରୂପିତ ସମୟରେ ପହଞ୍ଚି ପ୍ରଭୁଙ୍କ ଗୌରବ ନିମନ୍ତେ ପୁରା ସିଷ୍ଟମ ନେଇକି ଆସିବା ନିମନ୍ତେ ଅନୁରୋଧ କରୁଛନ୍ତି। ତେଣୁ ନିଶ୍ଚିତ ଭାବେ ଏହି ସଂକ୍ଷିପ୍ତ ସମୟ ପାଇଁ ପ୍ରଭୁ ଆଶୀର୍ବାଦ କରନ୍ତୁ। ନିହାତି ଏ ଦିନ ନଗଣ୍ୟର ଅନୁରୋଧ ରଖି ଆପଣମାନେ ବହୁମୂଲ୍ୟ ସମୟ ଦେଇଥିବା ହେତୁ ଆମ ସମ୍ମିଳନୀ ଆମ ଖବର ତରଫରୁ ଆପଣଙ୍କୁ ଏଇଠି ରଖି ବିଦାୟ ନେଉଛୁ। ରହିଲୁ, ନମସ୍କାର, ଧନ୍ୟବାଦ।